କରଜରୁ ମୁକ୍ତି ପାଇବା ପାଇଁ ଋଣ ମୁକ୍ତ ଆଜ୍ଞା। ନିମନ୍ତେ ଆଉ ଆଉ ଘରେ ସମସ୍ୟା ଲାଗି ରହିଛି କଣ ଘରେ ସମସ୍ୟା ଲାଗି ରହିଛି କଣ? ବାପା ଯେତେବେଳେ ପିଅନ୍ତି ବହୁତ ଜୋରରେ ଗାଳି ଗାଳି କରନ୍ତି ଦେଉଛନ୍ତି ତୁମକୁ, ଆଜ୍ଞା ଶାନ୍ତ ବସୁନାହାନ୍ତି। ଆଜ୍ଞା କାହିଁକି ଗାଳି ଦେଉଛନ୍ତି? ଜଣା ତୁମେ ନାହିଁ ମଧ୍ୟ କିଛି କରୁଥିବ ଯୋଉଥିପାଇଁ ଗାଳି ଶୁଣୁଥିବ ତୁମେ। ଆଜ୍ଞା ନାଇଁ ଛୁଆ ବେଳୁ ହିଁ ଏମିତି ଗାଳି ଶୁଣି ଆସୁଛୁ ଆମେ ଆଚ୍ଛା, ଗୁରୁଜୀ। ତେବେ 15 ବର୍ଷ ପୁରୁଣା ଏଇ ନଡିଆ ପୋତା ହେଇଛି, ଠିକ ଅଛି। ଆଜ୍ଞା ଯୋଉଠି ମୁଁ ରହୁଛି ସେଇଠି ହଁ, ଏଠାରେ ମୁଁ ଲେଖିଛି। ଆଜ୍ଞା ଆଉ ଗୋଟେ ମଧ୍ୟ ପୁରୁଣା ନଡିଆ ଅଛି ଯାହାକୁ ତୁମେ କାଢିକି ଫୋପାଡ଼ି ଦିଅ, ଠିକ ଅଛି। ଆଜ୍ଞା ଆଜ୍ଞା ହଁ, ଗୁରୁଜୀ ସେଇ ଯୋଉ ନଡିଆ ଅଛି ତାହା ତୁମ ପିତାଙ୍କ ଉପରେ ନିଜର ପ୍ରଭାବ ପକାଉଛି। ଆପଣ ନିଜ ସୁଖ ଶାନ୍ତିର କାମନା ତଥା ରୋଗ ମୁକ୍ତର କାମନା ନେଇ ଏଠାକୁ ଆସିଛନ୍ତି। ଏଇ ତ ଆପଣ କହୁନାହାନ୍ତି ରୋଗ ମୁକ୍ତର କାମନା ନେଇକି ମଧ୍ୟ ଏଠାକୁ ଆସିଛନ୍ତି ବୋଲି। ପେଟରେ ପୀଡା ରହୁଛି, ମୁଣ୍ଡ ଆପଣଙ୍କର ଭାରି ମଧ୍ୟ ରହୁଛି, ଆପଣଙ୍କର ବୁଦ୍ଧି ବାନ୍ଧିତ ହେଇଛି, ଆପଣଙ୍କର ଭାଗ୍ୟକୁ ବନ୍ଧନ କରି ରଖାଯାଇଛି। ଋଣ ମୁକ୍ତିର କାମନା ନେଇକି ଆସିଛନ୍ତି, ଗୁରୁ ଦୀକ୍ଷା ପ୍ରାପ୍ତି କରିବାକୁ ଆଜ୍ଞା ଚାହାନ୍ତି। ଏଇଟା ପୁରା ସତ କଥା ଗୁରୁଜୀ ଏକଦମ ସତ କ୍ଲେଶ, ରୋଗ, ବିବାଦ ଇତ୍ୟାଦିରୁ ଆପଣଙ୍କୁ ମୁକ୍ତି ମିଳିବ। ଆଜ୍ଞା ଗୁରୁଦେବ।